ଆଜି କେଉଁ ଗଛରେ କି ସାର ଦେବାକୁ ପଡ଼ିଲା ଆସନ୍ତୁ କହୁଛି। ସ୍ୱାଗତ କରୁଛି ମୁଁ ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ। ଆଶା କରୁଛି ସମସ୍ତେ ଭଲ ଥିବେ। ଏଇ ଯେଉଁ ଗେଣ୍ଡୁ ଫୁଲର କଢ଼ ଦେଖୁଛନ୍ତି ନା, ଇଏ ହେଉଛି ମୋ ଗାର୍ଡ଼େନରେ ପ୍ରଥମ ଫୁଲ। ଯେହେତୁ ମୁଁ ଏବେ 4-5 ମାସ ହେଲା ଗାର୍ଡ଼େନିଂ ଆରମ୍ଭ କରିଛି, ସେଥିଲାଗି ମୁଁ ଗେଣ୍ଡୁ ଫୁଲ ଆଗରୁ ଲଗେଇ ନଥିଲି। ଏଇ ବିହନଟାକୁ ମୁଁ ଅନଲାଇନରୁ ମଗେଇକି ତାକୁ ତଳି ପକାଇଥିଲି, ଆଉ ଯେତେବେଳେ ଗଛ ହେଇଥିଲା ତାକୁ ଆଣିକି ଲଗେଇଥିଲି। ଯେତେବେଳେ ମୁଁ ଅନଲାଇନରୁ ଏ ବିହନଟା ମଗେଇଥିଲି, ବିହନଟା ଏତେ ଖରାପ ଥିଲା ଯେ ଗଛ ଏତେ ସୁନ୍ଦର ଆସିବ ମୁଁ କେବେ ବି ଭାବିନଥିଲି। ପ୍ରଥମେ ତ ଭାବିଥିଲି ରିଟର୍ନ କରିଦେବା ପାଇଁ, କିନ୍ତୁ ରିସ୍କ ନେଇକି ତାକୁ ତଳା ପକାଇ ଦେଇଥିଲି। ଆଉ କିଛି ଦିନ ପରେ ସେ ସୁନ୍ଦର ସୁନ୍ଦର ଯେତେବେଳେ ଗଛ ଉଠିଲା, ମୁଁ ଭାବିଲି ଯେ ଇଏ ଫୁଲ ଫୁଟିବ। କିନ୍ତୁ ମଣିଷ ତ ଯାହା ଭାବେ ତାର ଅପୋଜିଟ୍ ହିଁ ସବୁବେଳେ ହେଇଥାଏ। ସେଇଭଳିଆ ଭାବେ ଅତିଶୟ ଥଣ୍ଡା ଯୋଗୁଁ ସେ ଗଛ ଆଉ ଗ୍ରୋଥ୍ କରିପାରିଲାନି। ବିହନରୁ ସିନା ଗଛ ହେଇଗଲା, କିନ୍ତୁ ଗଛ ଗ୍ରୋଥ୍ କରିନଥିଲା। ଯେବେଠୁ ଥଣ୍ଡା କମିଲାଣି, ଗଛ ଗୁଡ଼ାକ ଗ୍ରୋଥ୍ ହେଇ ତାକୁ ଫୁଲ କଢ଼ ଦେବାରେ ଷ୍ଟାର୍ଟ କଲାଣି। ତ ସେଥିପାଇଁ ଭାବିଲି ତାକୁ କିଛି ସାର ଦେଇଦେଲେ ହିଁ ଭଲ ହେବ। ତ ମୁଁ କିଛି ଚା ପତି ୟୁଜ୍ ହେଇଥିବା ଚା ପତି ଗୁଡ଼ାକ ଆଉ କମ୍ପୋଷ୍ଟ କିଛି ମିଶାଇକି ସବୁ ଗଛ ମୂଳମାନଙ୍କରେ ଦେଇଥିଲି। ଯେହେତୁ 12 ମାସି ଫୁଲ ଫୁଟିବ ଆଉ 6 ପ୍ରକାରର ଫୁଲ ଫୁଟିବ ବୋଲି ମୁଁ ଅନଲାଇନରୁ ମଗେଇଥିଲି ଗଛ ଗୁଡ଼ାକ, ମାନେ ବିହନ ମଗେଇଥିଲି ମୁଁ। ଏମିତି କ'ଣ ଫୁଲ ଫୁଟିବ ମୁଁ ତ ଜାଣିନି। ଫୁଲ ଫୁଟିଲେ ମୁଁ ଭିଡ଼ିଓ ମାଧ୍ୟମରେ ନିହାତି ଆଣିବି। ରହୁଛି, ଜୟ ଜଗନ୍ନାଥ।